ଅଧିକାଂଶ ସମୟରେ ଦେଖିବେ ଆମେ ଲଗେଇଥିବା ସ୍ଥଳପଦ୍ମ ଗଛ ଗୁଡ଼ାକ ଟେଙ୍ଗା ତ ହେଇ ଚାଲେ, କିନ୍ତୁ ଯଦି ଟିକେ ଛାଇ ହେଲା କିମ୍ବା ବର୍ଷା ଦିନ ହେଲା କିମ୍ବା ଶୀତ ଦିନ, ତ ସେଇ ସମୟରେ ଆମର ଗଛରେ ଜଉ ପୁରା ଭର୍ତ୍ତି ହେଇଯାଏ। କେବଳ ଗଛର ଡାଳରେ ଲାଗେନି, ପତ୍ରର ଡେମ୍ଫରେ ବି ଲାଗିଯାଏ। ତା ସହିତ ପତ୍ର ତଳ ଭାଗ ବି ମଧ୍ୟ ଲଉଟେଇକି ଦେଖିବେ, ବେଳେବେଳେ ପତ୍ର ତଳ ଭାଗରେ ବି ମଧ୍ୟ ଲାଗିଥାଏ। ତ ଏଇଥିରେ ବେଶୀ କଳା ଜଉ କି ନାଲି ଜଉ ତ ଲାଗନ୍ତିନି, କେବଳ ଧଳା ଜଉ ଗୁଡ଼ାକ ଦେଖିବାକୁ ମିଳେ। ତ ଆପଣ ଯଦି ବି ସ୍ଥଳପଦ୍ମ ଗଛ ଛୋଟ ଚାରା ହେଉ କିମ୍ବା ବଡ଼ ଗଛ ଯଦି ବି ଆପଣଙ୍କର ହେଇଛି, ତ ସେ ଗଛରୁ ଯଦି ବି ଏମିତି ଜଉ ପୋକର ସମସ୍ୟା ରହିଛି, ତ କେମିତି ଦୂର କରିବେ ଆଜି ଆପଣମାନଙ୍କୁ ଜଣାଇବି। ତ ଏଇଥିରେ ମୁଁ ହେଉଛି ଜଉ ପୋକକୁ ପ୍ରଥମେ ଆପଣମାନଙ୍କୁ ଦେଖାଉଛି। ତ ଦେଖନ୍ତୁ, ଗଛଟା ହେଉଛି ମୋର ଡେଙ୍ଗା ହେଇ ଚାଲିଥିଲା, ଆଉ ତଳୁ ବି ଗ୍ରୋଥ୍ ବହୁତ ଭଲ ଥିଲା, କିନ୍ତୁ ମୁଁ ତାର କିଛିଟା ପିଞ୍ଚିଂ କରିଥିଲି, କାହିଁକିନା ତଳୁ ଯଦି ତାର ଡ୍ୟାମେଜ୍ ପାର୍ଟକୁ ଛାଡ଼ିବି ନା, ଗଛର ଗ୍ରୋଥ୍ ହିଁ ହେବନି, ଡ୍ୟାମେଜ୍ ହେଇଯିବ ଗଛ। କାରଣ ଯେତିକି ବି ଗଛକୁ ଆମେ ଭିଟାମିନ୍ କିମ୍ବା ଭର୍ମି କମ୍ପୋଷ୍ଟ କିମ୍ବା କିଛି ବି ଖାଦ୍ୟ ଯୋଗାଇବା, ତ ସେଇଟା କେବଳ ଡ୍ୟାମେଜ୍ ପାର୍ଟ ହିଁ ଗ୍ରୋଥ୍ ହେଇଯିବ, ଆଉ ଗଛର ଗ୍ରୋଥ୍ ପାର୍ଟ ଗୁଡ଼ାକ ଜମାରୁ ବି ପୁରା ଦୁର୍ବଳିଆ ହେଇଯିବ, ଜମାରୁ ବି ଗ୍ରୋଥ୍ ଆସିବନି। ତ ସେଥିପାଇଁକା ଗଛର ଡ୍ୟାମେଜ୍ ପାର୍ଟକୁ ବାହାର କରିବା ସହିତ ଯେତିକି ପତ୍ର ହଳଦିଆ ପଡ଼ିଥିଲା, ତ ଏଇ ଜଉ ପୋକ ଲାଗିଲେ ନା ସବୁଠୁ ବଡ଼ ସମସ୍ୟା ଆମ ଗଛରେ ହେଇଥାଏ, ଯେଉଁଟାକି ହଳଦିଆ ପଡ଼ିକି ପତ୍ର ଗୁଡ଼ାକ ସବୁ ଧୀରେ ଧୀରେ କରି ଝଡ଼ିବାକୁ ଲାଗେ। କେବଳ ପତ୍ର ନୁହଁ, ପତ୍ରରେ ଥିବା ଡେମ୍ଫ ହେଉ କିମ୍ବା ନୂଆ କୁଆଁ ବି ମଧ୍ୟ ସେଭଳିଆ ଗୋଟଳା ହେଇଯାଏ, ଆଉ ପତ୍ର ବି ମଧ୍ୟ ମୁଡ଼ି ମୁଡ଼ିକା ହେଇକି ରୁହେ। ତ ଏଇସବୁ ସମସ୍ୟା ପାଇଁ ନା ଆପଣ ଗଛକୁ ଜମାରୁ ବି ଅଧା, ବହୁତ ଜଣ କ'ଣ କରନ୍ତି, ଗଛରେ ପୋକ ଲାଗିଲା ତ ଅଧା ଅଧି କାଟି ଦିଅନ୍ତି। ତ ସେଇ ଭୁଲ ଜମା କରିବେନି, କାହିଁକିନା ଆମର ସ୍ଥଳପଦ୍ମ, ଯାହାକୁ ଆମେ ଗ୍ରାଉଣ୍ଡ ଲୋଟସ୍ କୁହନ୍ତି, ତ ଏଇ ଗଛକୁ କାଟିଲା ମାନେ ଗ୍ରୋଥ୍ ହେବାକୁ ବହୁତ ସମୟ ଲାଗିଯିବ। ଏଇଟା ଗୋଟେ ବହୁତ ନାଜୁକ ଗଛ, ଆଉ ଏଥିରେ କାଟିଲା ମାତ୍ରେ କି ଫଙ୍ଗସ୍ ବି ଲାଗିଯିବ। ତ ସେଥିପାଇଁକା ଜଉ ଥିଲାବେଳେ ଜମା କାଟନ୍ତୁନି। ତ ଏଇଥିରେ କ'ଣ କରିବେ, କେବଳ ହେଉଛି ଲକ୍ଷ୍ମଣ ରେଖା, ଯେଉଁଟାକି ଆମେ ଘରେ ୟୁଜ୍ କରନ୍ତି ଆମର ପିମ୍ପୁଡ଼ି ରିମୁଭ୍ କରିବା ପାଇଁ, ଯେଉଁଟାକି ଆମର କେଉଁଠି ଖାଦ୍ୟ ରଖିଲେ କିମ୍ବା କିଛି କେଉଁଠି ଭଲ ଜିନିଷ ମିଠା ଫିଠା ରଖିଲେ, ଯେଉଁଠି ଆମେ ପିମ୍ପୁଡ଼ି ନ ଲାଗିବା ପାଇଁ ଲକ୍ଷ୍ମଣ ରେଖା ମାରନ୍ତି ନା, ତ ସେଇ ଲକ୍ଷ୍ମଣ ରେଖା ଆପଣ ନେଇପାରିବେ। ଲକ୍ଷ୍ମଣ ରେଖା ଦୁଇଟା କଲର୍ ଆସେ, ଗୋଟେ ଏଇଭଳିଆ ଲାଇଟ୍ ପିଙ୍କ୍ର ଆସେ, ଆଉ ଗୋଟେ ଧଳା ରଙ୍ଗର ଆସେ। ତ ଦୁଇଟା ଭିତରୁ ଆପଣ ଯେଉଁଟା ବି ଆପଣ ଆଡ଼୍ କରିପାରିବେ। ମୋ ପାଖରେ ଧଳା ବି ଅଛି, ଆଉ ଏ ଲାଇଟ୍ ପିଙ୍କ୍ଟା ବି ଅଛି, ତ ଲାଇଟ୍ ପିଙ୍କ୍ଟା ମୁଁ ହେଉଛି ବେଶୀ କରିକି ନିଏ। ମୋ ପାଖରେ ଧଳା ଲକ୍ଷ୍ମଣ ରେଖା ବି ଅଛି, ଆଉ ପିଙ୍କ୍ କଲର୍ଟା ବି ଅଛି। ଧଳା ଲକ୍ଷ୍ମଣ ରେଖା ମୁଁ ଏବେ କିଣିଛି ନୂଆ ଆମର ଗଛ ପାଇଁ, ଗଛର ଜଉ ପୋକ ପାଇଁ। ତ ଏକୁ ଯଦି ଆପଣଙ୍କର ବଡ଼ ସ୍ଥଳପଦ୍ମ ଗଛ ଅଛି ନା, ତାହେଲେ ତାକୁ କ'ଣ କରିବେ, ଆପଣ ଏଇ ଲକ୍ଷ୍ମଣ ରେଖାକୁ ଅଧା ଚାମଚ ମାପରେ ଆପଣ ପାଣିରେ ଗୋଳେଇ ଦେବେ, ଗୋଟେ ଗ୍ଲାସ୍ ମାପ ନହେଲେ 1.5 ଗ୍ଲାସ୍ ମାପରେ ପାଣି ନେଇକିରି ସେଥିରେ ଗୋଟେ ଚାମଚ ଲକ୍ଷ୍ମଣ ରେଖା ଗୁଣ୍ଡ କରିକି ମିଶାଇ ଦେବେ। ତାକୁ ଭଲ ଭାବରେ ଫେଣ୍ଟି ଦେଇକିରି ଆପଣ ସବୁ ଗଛ ଡାଳ କେନା ସବୁଥିରେ ସ୍ପ୍ରେ କରିଦେବେ। ଲକ୍ଷ୍ମଣ ରେଖା ମାରିଲା ପରେ ନା, ଆମର ସ୍ଥଳପଦ୍ମ ଗଛର ସେ ଜଉ ପୋକ ସବୁ ମରିଯାଏ, କିନ୍ତୁ ସେଇଟା ବାହାରେନି, କାହିଁକିନା ସେଇଟା ଯେହେତୁ ଗୋଟେ ଅଠାଳିଆ ଭଳିଆ ରହିଥାଏ, ତ ସେଇଟା ଲାଖିକି ରୁହେ, ତ କିନ୍ତୁ ମରିଯାଏ। ତ ସେଇଟାକୁ କ'ଣ କରିବେ, ଆପଣ ଲକ୍ଷ୍ମଣ ରେଖା ମାରି ସାରିବା 2 ଦିନ ପରେ ଆପଣ ପାଣି ଧୋଇ ଦେବେ, ପାଣି ଦେଇକିରି ଦେଖିବେ ଆପଣଙ୍କ ଗଛ ଆଉ ଜଉ ପୋକ ଲାଗିବନି, ଗଛ ବି ସୁସ୍ଥ ରହିବ। ସମୟ ବେଳୁ ଯଦି ଆପଣ ଜଉ ପୋକ ନ ଦୂର କରିବେ, ତାହେଲେ ଗଛ ନଷ୍ଟ କରିଦେବ, ମୂଳ